जय जगन्नाथ। बालादपि ग्रहीतव्यम। शास्त्र में अच्छी बालादपि ग्रहीतव्यम अर्थात छोट पिलाठू मध्य किछि शिखिबा दरकार। जड़े शिक्षित अभिज्ञ व्यक्ति दूर बाट कार रे यात्रा करुथिले। हठात द्विप्रहर समय रे एक निछाटिया पुल उपरे कारटी पंक्चर हो गला। से कार रू ओह्लाई स्टेपिन बाहर कर चक खोलिले। ସେହି ସମୟରେ ଖୋଲା ଯାଇଥିବା ଚକର ଚାରିଟି ଯାକ ନଟ୍ ପୋଲରେ ଥିବା ଏକ କଣା ଦେଇ ନଦୀ ଜଳରେ ପଡ଼ିଗଲା। ସେ ବ୍ୟକ୍ତି ଜଣକ ବହୁତ ଚିନ୍ତିତ ହୋଇଗଲେ। ତାଙ୍କର ମୁଣ୍ଡ କିଛି କାମ କଲା ନାହିଁ। କ'ଣ କରିବେ ଭାବିଲେ, କାରଣ ବହୁ ଦୂର ପର୍ଯ୍ୟନ୍ତ ଗାଡ଼ି ମେକାନିକ ଦୋକାନ ଥିଲା ବୋଲି ଲାଗୁନଥିଲା। ସେ ବହୁତ ନିରାଶ ଏବଂ ହତାଶ ହୋଇଗଲେ। ବର୍ତ୍ତମାନ ଘରେ କିପରି ପହଞ୍ଚିବେ ଭାବିଲେ। ଏହି ସମୟରେ ସେ ପଥ ଦେଇ ଜଣେ କୃଷକ ଯାଉଥିଲେ। କାର ମାଲିକ କୃଷକଙ୍କ ନିକଟକୁ ଯାଇ ପଚାରିଥିଲେ, ଆଜ୍ଞା, ଏହି ଆଖପାଖରେ କୌଣସି ମେକାନିକ ଦୋକାନ ଅଛି କି? କୃଷକଟି କହିଲେ, ଏଠାରୁ 10 କିଲୋମିଟର ଦୂରରେ ଏକ ମେକାନିକ ଦୋକାନ ଅଛି, ଯେଉଁଠାରେ ଆପଣଙ୍କର ଚକ ଠିକ୍ ହୋଇପାରିବ। ସେହି ଜ୍ଞାନୀ ବ୍ୟକ୍ତି ଭାବିବାକୁ ଲାଗିଲେ, 10 କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଯିବ କିପରି? କୃଷକ କହିଲେ, କାରଟିରେ ଷ୍ଟେପିନ୍ ଲଗାଇ ସେଠାକୁ ନେଇଯାଆନ୍ତୁ। ଶିକ୍ଷିତ ବ୍ୟକ୍ତି ଜଣକ ହସି ହସି କହିଲେ, ଷ୍ଟେପିନ୍ ଲାଗିବା ପାଇଁ ନଟ୍ ନାହିଁ, ତେଣୁ କାର ଯିବ କିପରି? କୃଷକ କହିଲେ, କାର ଯାଇପାରିବ, ଯଦି ଆପଣ ଚାହୁଁଛନ୍ତି ଯାଇପାରିବ, ତେବେ ଏହାର ଉପାୟ କୁହନ୍ତୁ। କୃଷକ କହିଲେ, ତୁମେ କାରର 3ଟି ଚକରୁ ଗୋଟିଏ ଲେଖାଏଁ ନଟ୍ ବାହାର କରି ଷ୍ଟେପିନରେ ଲଗାନ୍ତୁ। 3ଟି ନଟ୍ ଲାଗି ଚକଗୁଡ଼ିକ ଧୀରେ ଧୀରେ ମେକାନିକ ଦୋକାନରେ ପହଞ୍ଚିଯିବ। ଜ୍ଞାନୀ ଲୋକଟି ଆଶ୍ଚର୍ଯ୍ୟ ହୋଇଗଲା। ସେ ଚାଷୀଙ୍କୁ ପଚାରିଲେ, ମୁଁ ଏତେ ହତୋତ୍ସାହିତ ହୋଇଗଲି ଯେ କ'ଣ କଲେ ଭଲ ହେବ ସେ କଥା ଭୁଲିଗଲି। ତୁମେ ଏହାକୁ ଅତି ସହଜରେ ସମାଧାନ କରିଦେଲ। କୃଷକଟି କହିଲେ, କାର ପଙ୍କ୍ଚର ପରେ ଆପଣ କେବଳ ସମସ୍ୟା ବିଷୟରେ ଚିନ୍ତା କରୁଥିଲେ। ଆପଣଙ୍କର ମନ କେବଳ ସମସ୍ୟା ଉପରେ ଧ୍ୟାନ ଦେଇଥିଲା। ମୁଁ ସମସ୍ୟାର ସମାଧାନ ବିଷୟରେ ଚିନ୍ତା କରୁଥିଲି। ଏହା ଆମ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ଥିଲା। ପ୍ରଶ୍ନକାରୀମାନେ ସର୍ବଦା ପ୍ରଶ୍ନ ପଚାରିବେ ଏବଂ ଯଦି ଆପଣ ପ୍ରଶ୍ନର ଉତ୍ତରରେ ଜଡ଼ିତ ହୁଅନ୍ତି, ତେବେ ଆପଣ କଦାପି ସମାଧାନ ଖୋଜିପାରିବେ ନାହିଁ। ତେଣୁ ଲକ୍ଷ୍ୟ ଉପରେ ଧ୍ୟାନ ରଖନ୍ତୁ, ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ଜୟ ଜଗନ୍ନାଥ।